ନିଜେ କହିବେ। କିଛି କରିପାରିଲେ ନା ଜିଲ୍ଲା ଆମେ ଗଣତନ୍ତ୍ରରେ ବାସ କରୁଛୁ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ରହିବା ଦରକାର। କେହି ତାହାର କଣ୍ଠରୋଧ ବା ସ୍ୱରରୋଧ କରିପାରିଲେ ନାହିଁ। ଆପଣ କଥା ବହୁତ ଲୋକ କହିସାରିଲେଣି, ଦୟାକରି ବସନ୍ତୁ। ଏବେ ଶୁଣନ୍ତୁ, ଏଠି ଆମର କେନ୍ଦ୍ରାପଡ଼ାର ଆପଣମାନଙ୍କର ଇଚ୍ଛା ସ୍ଥାନିତ ହୋଇଅଛି ଏବଂ ଏଠାରେ ଯେଉଁମାନେ ଉପସ୍ଥିତ ରହୁଛନ୍ତି ଲୋକପ୍ରତିନିଧି ମାନେ ସେ ଦସ୍ତାବିଜ ପଢ଼ିକିରି ଆପଣଙ୍କର ଆଶା ଆକାଂକ୍ଷା ଯୁକ୍ତିତର୍କ କରିବା, ଏଇଟା ଠିକ୍ ନୁହଁ। ଆମେ ଅଭିମତ ରଖିବା, ବିରୋଧ କରିବା। ଯଦି ଭୁଲ କଥା ଜଣେ କହୁଥିବା ବିରୋଧ କରିବା, ଭୁଲ କଥା ମାନ୍ୟକୁ ଆପଣଙ୍କୁ କହୁନୁ, ସେଇଟା ଆପଣମାନେ ବିଚାର କରିବେ। କିନ୍ତୁ ମୋର କଥା ହେଲା ଯେ ଆମର ଯେଉଁ ଲକ୍ଷ୍ୟ, ଯେଉଁଥିରେ ଆମେ ଦସ୍ତାବିଜ ତିଆରି କରୁଛୁ ଆପଣମାନଙ୍କୁ ଦେଇଛୁ, ଆପଣ ନିଶ୍ଚୟ ପଢ଼ିଥିବେ। ସେଇ ଦସ୍ତାବିଜରେ ଯାହା ଯାହା ଲେଖା ହେଇଛି ସରକାର ତାକୁ କେତେ ସମୟ ସୀମା ଭିତରେ କରିପାରିବେ, ସେଇଟା ହେଉଛି କେନ୍ଦ୍ରାପଡ଼ାବାସୀଙ୍କର ଲକ୍ଷ୍ୟ। ତେଣୁ ଆଜି ମୁଁ ଆପଣଙ୍କୁ କହୁଛି, ଆମେ ସେଥିଲାଗି ସମସ୍ତ ଲୋକ ପ୍ରତିନିଧିକୁ ଡାକିଛୁ ଯେ ଆଜି ଆପଣମାନେ କୁହନ୍ତୁ କ'ଣ କ'ଣ ହେଇଛି, କ'ଣ କ'ଣ କରାଯିବ, କେତେ ସମୟ ସୀମା ଭିତରେ କରାଯିବ। ତ ବାବୁ ବହୁତ କଥା ତା ଦେହରେ କହିଲେ, ତାଙ୍କ ନିଜ ଅଭିଜ୍ଞତାରେ ମୁଁ ତାଙ୍କୁ କହିଥିଲି। ଆପଣ ବାସ୍ତବ କଥା କୁହନ୍ତୁ, ସ୍ୱପ୍ନ ଲୋକଙ୍କୁ ଦେଖାନ୍ତୁନି, ବାସ୍ତବ କଥା କୁହନ୍ତୁ। ବାସ୍ତବ କଥା ଜାଣିଲେ ଲୋକ ଜାଣିଲେ ଯେ ତାଙ୍କ ସମାଜର ସମାଧାନ କୋଉଠି ଅଟକିଛି। କିନା ବିନା ଲୋକ ବଳରେ କୌଣସି ଲୋକ ପ୍ରତିନିଧି କାର୍ଯ୍ୟ କରିପାରିବ ନାହିଁ, ଏଇଟା ଆପଣ ଜାଣିଛନ୍ତି। ତେଣୁ ଆମର ତାଙ୍କ ସହିତ କୋଅପରେସନ, ତାଙ୍କ ସହିତ କିଛି ନ ରହିଲେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବାନି। ଯଦି ଆମେ ଡିଭାଇଡ୍ ହେବା କିଛି ତ କରିପାରିବାନି। ତେଣୁ ଆଦର୍ଶ ତା ଜାଗାରେ ଅଛି, ସ୍ୱାଧୀନତାର ସ୍ୱାଧୀନ ଭାବରେ ମତ ବ୍ୟକ୍ତ କରିବା ତା ଜାଗାରେ ଅଛି। ଆଉ ଲକ୍ଷ୍ୟ ସାଧନ କରିବା ପାଇଁ ଯେ ଆପଣଙ୍କୁ ଷ୍ଟ୍ରାଟେଜି ଗ୍ରହଣ କରିବାକୁ ପଡ଼ିବ। ଏ ଇଡିୟଟ କ୍ୟାନ୍ ଆଉଟସ୍ମାର୍ଟ ଏ ଜିନିୟସ୍ ୱିଥ୍ ଏ ଷ୍ଟ୍ରାଟେଜି। ଗୋଟେ ଜିନିୟସ୍ ହେଲେ ବି ଷ୍ଟ୍ରାଟେଜି ନଥିଲେ ଗୋଟେ ଇଡିୟଟ ବି ଆଉଟସ୍ମାର୍ଟ କରିବେ, ଏ କଥା ଆପଣ ଜାଣିଛନ୍ତି। ତେଣୁ ଦୟାକରି ଆପଣମାନେ ସମସ୍ତେ ଅଲ୍ ଆର୍ ରେସ୍ପନ୍ସିବଲ୍ ପିପୁଲ୍ ହୁ ଆର୍ ସିଟିଂ ହିୟର୍, କେନ୍ଦ୍ରାପଡ଼ା